ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ରେଞ୍ଜ ପଟ୍ଟାମୁଣ୍ଡା ପଞ୍ଚାୟତ କୁଡ଼ାପଦର ଗାଁରେ। କୁଡ଼ାପଦର ଗାଁର ବଳରାମ ଦୂତା ଘାସ କାଟୁଥିବା ସମୟରେ ଗୋଟିଏ ଦନ୍ତାହାତୀ ପାଟଣାଗଡ଼ ପଟୁ ତମିଆ ରାସ୍ତା ଦେଇ ଠେଲକ ଛାପର ଜଙ୍ଗଲକୁ ଯାଉଥିବା ସମୟରେ ବଳରାମଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବଳରାମଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପାଟଣାଗଡ଼ ବନ ବିଭାଗ ଓ ଲରଙ୍ଗା ପୁଲିସ ବଳରାମଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉତ୍କଳ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ବଳରାମଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ଏହି ଘଟଣାକୁ ନେଇ କୁଡ଼ାପଦର ଗାଁରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ଟିଟିଲାଗଡ଼ରୁ ନାରାୟଣ ସାହୁଙ୍କ ରିପୋର୍ଟ ସୂଚନା।